ପିଲାମାନେ ପୁଣି ଥରେ ସ୍ୱାଗତ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୋରୀ। ଆଜି ଆମେ ସପ୍ତମ ଶ୍ରେଣୀ ଗଣିତ ପ୍ରକାଶ ବହିର ସେକେଣ୍ଡ ଚାପ୍ଟର ପାଟି ଗାଣିତିକ ପରିପ୍ରକାଶର ପେଜ ନମ୍ବର 43 ଏବଂ 44ର ସମାଧାନ କରିବା ସମସ୍ତ ପ୍ରଶ୍ନର। ଏହା ପୂର୍ବରୁ ଆମେ ଯେତିକି ନିଜେ ଦେଖ ସବୁ କରିନେଇଛନ୍ତି। ଯେଉଁମାନେ ନ ଦେଖିଛ ମୁଁ ଏଇ ଭିଡ଼ିଓର ଡେସ୍କ୍ରିପସନରେ ତା ଲିଙ୍କ ଦେବି, ତାକୁ କ୍ଲିକ୍ କରି ଦେଖିପାରିବ। ଦେଖ ପିଲାମାନେ, ପ୍ରଥମେ ରହିଛି ନିଜେ ଏଥିରେ ଆଉ ଉଦାହରଣ ନାହିଁ, ଡାଇରେକ୍ଟ ଆମକୁ ନିଜେ କରି ଦେଖ। ପ୍ରଥମ କ୍ୱେଶ୍ଚନ ରହିଛି ନିମ୍ନରେ ଦେଇଥିବା ପରିସ୍ଥିତି ଗୁଡ଼ିକୁ ପଢ଼, ପ୍ରତ୍ୟେକ ପରିସ୍ଥିତି ପାଇଁ ଉପଯୁକ୍ତ ଗାଣିତିକ ପରିପ୍ରକାଶ ଗୁଡ଼ିକ ଲେଖି ସମାଧାନ କର। ଆଗେ ଗାଣିତିକ ପ୍ରକାଶ ଲେଖିବ, ତାପରେ ସମାଧାନ କରିବ। ଏ ନବରଙ୍ଗପୁର ଜିଲ୍ଲା ହାଟ ସପ୍ତାହର 7 ଦିନ ବସେ। ଦେଖ ପିଲାମାନେ, ସେ ପଚାରିଛି କ'ଣ? ନବରଙ୍ଗପୁର ଜିଲ୍ଲା ହାଟ ସପ୍ତାହ 7 ଦିନ ବସେ। ଆମ ଆଡ଼େ କିମ୍ବା ଅନ୍ୟ ଆଡ଼େ ସପ୍ତାହରେ ଥରେ କିମ୍ବା 2 ଦିନ 3 ଦିନ ବସେ, କିନ୍ତୁ ଏ ଯେଉଁ ନବରଙ୍ଗପୁର ଯେଉଁ ରହିଛି ଏଠି 7 ଦିନ ସପ୍ତାହ 7 ଦିନ 7 ଦିନ ଯାକ ହାଟ ବସେ। ବୁଝିପାରୁଛ? ସେ କଥାଟା ସେ ବୁଝେଇ ଦେଇଛି। ରହିମ୍ ନିଜ ବାଡ଼ିରେ ଫଳୁଥିବା ଆମ୍ବ ପ୍ରତ୍ୟେକ ଦିନ 9 କିଗ୍ରା କରି ଓ ରାମ ନିଜ ବାଡ଼ିରେ ଫଳୁଥିବା ଆମ୍ବ ଦିନକୁ 11 କିଗ୍ରା କରି ହାଟକୁ ଯୋଗାଇଥାନ୍ତି। ସେମାନଙ୍କ ଦ୍ୱାରା ହାଟକୁ ସପ୍ତାହ ଯାକ ଯୋଗାଉଥିବା ସମୁଦାୟ ଆମ୍ବର ପରିମାଣ କେତେ? ଦେଖ ପିଲାମାନେ, ଦେଖ ଏଇଭଳି ଧାରାକାର ଲେଖିବ। ରହିମ୍ ପ୍ରତିଦିନ ବଜାରକୁ ଆମ୍ବ ଯୋଗାଏ ସମାନ। ରହିମ୍ ପ୍ରତିଦିନ ବଜାରକୁ ଆମ୍ବ ଯୋଗାଏ କେତେ? 9 କିଗ୍ରା। ସେ ସପ୍ତାହରେ ଯୋଗାଇବ। ସେ ଏକ ସପ୍ତାହରେ ଆମ୍ବ ଯୋଗାଇବ କେତେ? ନା ସପ୍ତାହକ 7 ଦିନ ହାଟ ବସୁଛି, ସେଥିପାଇଁ କ'ଣ ହେବ? ଯୋଗାଇବ ସମାନ 9 ଗୁଣନ 7। 9 ଦିନକୁ ଯୋଗୁଛି 9 କିଗ୍ରା, 7 ଦିନ 9 ଗୁଣନ 7 କିଗ୍ରା। ଏହାକୁ ବନ୍ଧନ ଦେଇକି ରଖିଦେବ କିଗ୍ରା। ଇଏ ରହିମ୍ କଥା ସରିଲା। ତାପରେ ରହିଛି ତାପରେ ରାମ। ରାମ କ'ଣ କରେ? ପ୍ରତିଦିନ ବଜାରକୁ ଆମ୍ବ, ଖାଲି ଆମ୍ବ ଯୋଗାଇ ଲେଖିଦେବ। ଆମ୍ବ ଯୋଗାଏ ସମାନ କେତେ? 11 କିଗ୍ରା। ସେ ଏକ ସପ୍ତାହରେ ଆମ୍ବ ଯୋଗାଇବ କେତେ? ସପ୍ତାହ 7 ଦିନ ବା 7 ଦିନ ଲେଖିଲେ ବି ଚଳିବ। ଏକାଥରକରେ ଏକ ସପ୍ତାହରେ ଆମ୍ବ ଯୋଗାଇବ 11 ଗୁଣନ 7, ଏତିକି କିଗ୍ରା। କିଗ୍ରା ମୁଁ ଲେଖିଦେଲି କେଜି, ମାନେ କିଗ୍ରା ଇଂଲିଶରେ ଲେଖିଦେଲି। ତାହେଲେ ସେ 2 ଜଣ ଆମ୍ବ ଯୋଗାଇବେ ସମାନ। ସେ 2 ଜଣଙ୍କର ଆମ୍ବ ଯୋଗାଇଲେ ସମାନ। ଦେଖ 9 ଗୁଣନ 7, ମୂଲ୍ୟ ପଛରେ ବାହାର କରିବା, ପୁଣି ଯୁକ୍ତ କରିବା। ଇଏତି ଯୋଗୁଛି ଇଏତି ଯୁକ୍ତ 11 ଗୁଣନ 7। ଚାହିଁଲାକୁ ବନ୍ଧନ ଦେଇକି ରଖିପାରିବ, କିଛି ଇଏ ନାହିଁ। ବନ୍ଧନ ନ କଲେ ବି କିଛି ଅସୁବିଧା ନାହିଁ। ଏତିକି କ'ଣ କରୁଛ ନା କିଗ୍ରା। ତାହେଲେ ଏଠି କ'ଣ ସମାଧାନ କରିନେବା? ବର୍ତ୍ତମାନ ସେ ପଚାରିଛି, ଆମେ କ'ଣ କରିବା ନା ଗାଣିତିକ ପରିପ୍ରକାଶ। ଏଇଟା ହେଲା ଏଇଟା ହିଁ ଗାଣିତିକ ପରିପ୍ରକାଶ ହେଲା, ତାକୁ ସମାଧାନ କରିବା। ଏଠାରେ କ'ଣ କମନ୍ ବା ସାଧାରଣ କ'ଣ ଅଛି ନା ଏଥିରେ 7ଟା କମନ୍ ନେଇ ଆସିଲେ। ଆଉ ରହିଲା କେତେ? 9 ରହିଲା ଏଠି, ଏ ମଝିରେ ଯୁକ୍ତ ଚିହ୍ନ ରହିଲା 11, ଏତିକି କିଗ୍ରା। ଦେଖ ପିଲାମାନେ, ତାପରେ ଦେଖ 7 ବନ୍ଧନ ଉଠିଲା ମାନେ ଗୁଣନ ଚିହ୍ନ ହେଇଗଲା 9 ଆଉ 11 କେତେ ହେଇଗଲା? 20 ସମାନ ହେଇଗଲା 140 କିଗ୍ରା। ବୁଝିପାରିଲ? ସାଙ୍ଗେ ସାଙ୍ଗେ ହେଇଗଲା ଆମର ଉତ୍ତର। ଅତ୍ୟନ୍ତ ଦେବା କିଛି ଦରକାର ନାହିଁ। ଏତି ରହିଲା ବି ନମ୍ବର। ସେ ପଚାରିଲା ଗାଣିତିକ ପରିପ୍ରକାଶ କରିକି ସମାଧାନ କରିଦେଲେ। ବି ନମ୍ବରରେ ରହିଛି ବିନୁର ମାସିକ ଆୟ 20,000 ଟଙ୍କା। ମାସକୁ ରୋଜଗାର କରେ 20,000 ଟଙ୍କା। ସେ ମାସକୁ ଘର ଭଡ଼ା ବାବଦରେ 5,000 ଟଙ୍କା, ଖାଦ୍ୟ ବାବଦରେ 5,000 ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ 2,000 ଟଙ୍କା ଖର୍ଚ୍ଚ କରେ। ତେବେ ସେ ବର୍ଷକୁ କେତେ ଟଙ୍କା ସଞ୍ଚୟ କରେ? ଦେଖ ମାସରେ କରୁଛି 20,000, ଏତିକି ଖର୍ଚ୍ଚ କଲା ପରେ କେତେ ସେ କ'ଣ କରିବ? ସଞ୍ଚୟ ଖର୍ଚ୍ଚ ବାହାର କରିବା। ତେଣୁ ଯଦି କେତେ ଖର୍ଚ୍ଚ କରି ମିଶାଇ ଦେଇକି ମୋଟରୁ ଫେରିଦେବା। ତାପରେ ପଚାରୁଛି ବର୍ଷକୁ, ବର୍ଷଟା ହେଲା 12 ମାସ, ମାସକୁ କେତିକି ରହୁଛି ସଞ୍ଚୟ? 12 ମାସକୁ କେତେ? ଏମିତି ବୁଝେଇଦେଲି, ଧାରା କରି କରୁଛି। ଦେଖ ପିଲାମାନେ, ଦେଖିଦେଲେ ବିନୁର ମାସିକ ରୋଜଗାର ସମାନ 20,000 ଟଙ୍କା। ଟିକେ କମା ଦେଇକି ଲେଖିବ, 3ଟା ବିଜେଡ଼ି ଟଙ୍କା। ତାପରେ ଘର ଭଡ଼ା ଖର୍ଚ୍ଚ ସମାନ 5,000 ଟଙ୍କା। ତାପରେ ଖାଦ୍ୟ ବାବଦରେ ଖର୍ଚ୍ଚ ସମାନ ସେଇ 5,000
ଟଙ୍କା। ଅନ୍ୟାନ୍ୟ ଖର୍ଚ୍ଚ ସମାନ କେତେ ରହୁଛି 2000 ଟଙ୍କା। ତାହେଲେ ମୋଟ ଖର୍ଚ୍ଚ ସମାନ, ତାହେଲେ ଏଇଠି ମିଶାଣ କରିଲେ ଚଳିବ, ଆଉ ଥରେ ଲେଖିଲେ ଚଳିବ 5000 ଯୁକ୍ତ 5000 ଯୁକ୍ତ 2000 ଟୋଟାଲ ମିଶାଇଦେଲ ସମାନ ଦେଖ 5 5 10 ହେଲା 12000 ଟଙ୍କା। ଏତିକି କ'ଣ ହେଉଛି ମୋଟର ଖର୍ଚ୍ଚ ହେଇଗଲା। ରୋଜଗାର ଥିଲା 20000, ଆଉ ବଳକା ରହିଲା ଦେଖିବ ବଳକା ସମାନ ବଳକା ରହିଲା ସମାନ 20000ରୁ କ'ଣ କରିବା ଆମେ ନା 12000 ଫେଡ଼ି ଦେବା, ଆଉ ରହିଲା 8000 ଟଙ୍କା। ଦେଖ ପିଲାମାନେ ମାସକୁ ସେ 8000 ସଞ୍ଚୟ କରୁଛି, ସେ ପଚାରୁଛି ବର୍ଷକୁ କେତେ କରୁଛି। ମାସକୁ ଯଦି 8000, ବର୍ଷଟା କେତେ ମାସ? ବର୍ଷଟା ହେଲା 12 ମାସ। ଦେଖ ବର୍ଷକ 12 ମାସ, ବର୍ଷକର ସଞ୍ଚୟ କରିବ 12 ମାସ ସଞ୍ଚୟ କରିବ, ଯାହା ଲେଖିଲେ ଚଳିବ। ଏକ ବର୍ଷରେ ସଞ୍ଚୟ କରିବ ସମାନ 8000 ଗୁଣନ 12। 12 ଗୁଣିଲେ 12ଟା 46 ଲେଖିଦେବ, ତା 3ଟା ଶୂନ ବସେଇଦେବ, ଆଉ କ'ଣ ଅଛି ଏତିକି ଟଙ୍କା। ଏଥିରେ ଅତ୍ୟଧିକ ଦରକାର ନାହିଁ। ଏଇଟା ହେଲା ଆମର କ'ଣ ପ୍ରୋସେସଟା ଆମେ ଲେଖିଦେଲେ ଏଇଟା। ଏହାପରେ ଶିଶିର ଅଛି ଗୋଟେ ଗେଣ୍ଡା ଦିନ ବେଳେ ଏକ ଖୁଣ୍ଟ ଉପରକୁ 3 ସେମି ଚଢ଼େ ଓ ରାତିରେ 2 ସେମି ଚଢ଼େ। ଦିନରେ ଚଢ଼ିବ 3, ରାତିରେ ଚଢ଼ିବ 3, ଟୋଟାଲ କେତେ ଚଢ଼ିଲା 5। ଖୁଣ୍ଟଟି 100 ସେମି ଉଚ୍ଚତା ହୋଇଥିଲେ ଖୁଣ୍ଟର ଅଗ୍ରଭାଗ ପହଞ୍ଚିବା ପାଇଁ ତାକୁ କେତେ ଦିନ ଲାଗିବ? ତାକୁ ପିଲାମାନେ ବୁଝେଇ ଦେଉଛି। ଗୋଟେ ଖୁଣ୍ଟଟେ ଏଇଠି ଅଛି, ଏଇଟା ଉଚ୍ଚତା ମନେକର ହେଲା 100 ସେମି। କେତେ ସମୟ ହେଲା 100 ସେମି। ଗୋଟେ ଗେଣ୍ଡା କ'ଣ କରିବ ନା ଦିନ କ'ଣ କରିବ, ଦିନରେ 3, ମୁଁ ରାତିରେ ଯିବ 2, ଏତିକି ଗଲା। 3 2 5 ଗଲା, 3 ଗଲା 2 ଟୋଟାଲ ପରେ କେତେ ଗଲା 5। ତା 5 5 5 ଏମିତି 100 ସେମି ପାଇଁ କେତେ ଦିନ ଲାଗିବ ନା 100ରେ 5 ଆମେ ହରିଦେବା, ଯେତିକି ହେଲା ଏତିକି କେବଳ ଧାରା କରିକି ହିଁ ଲେଖିବା। ଗେଣ୍ଡାଟି ଦିନରେ ଚଢ଼େ ସମାନ 3 ସେମି ଆଉ ରାତିରେ ଚଢ଼େ ସମାନ 2 ସେମି। ମୋଟ ଚଢ଼େ ସମାନ 3 ଯୁକ୍ତ 2 ସେମି, ରହିଲା 5 ସେମି। ବୁଝିଗଲା? ତାହେଲେ ଖୁଣ୍ଟର ଉଚ୍ଚତା କେତେ ହେଉଛି ନା ସମାନ 100 ସେମି। ଏକଦମ ମୋଟ ଦିନ ଲାଗିବ, ମୋଟ ଦିନ ଲାଗିବ 100 ହରଣ 5 ସମାନ କେତେ 20 ଦିନ। ଅତ୍ୟଧିକ ବାକି ଦରକାର ନା 20 ଦିନ ସମୟ ଲାଗିବ। ସି ନମ୍ବର ସରିଲା। 2 ରହିଛି ମହେନ୍ଦ୍ର ମଙ୍ଗଳବାର ଓ ଶନିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ପ୍ରତିଦିନ 2 ପୃଷ୍ଠାରେ ଏକ ଗପ ପଢ଼େ। ସେ 8 ସପ୍ତାହ କେତୋଟି ଗପ ପଢ଼ିବ? ନିମ୍ନ ଦିଆଯାଇଥିବା କେତୋଟି ଗାଣିତିକ ପରିପ୍ରକାଶକୁ ଏହାକୁ ସୂଚିତ କରେ। ଦେଖ ପିଲାମାନେ ସେ କେତେଟା ପଢ଼ିବ? ଅପସନ୍ ଦେଇଛି ଏତିକି, ଏଚ୍ A B C D E F G H 8ଟା ଅପସନ୍ ଦେଇଛି। ସେ କ'ଣ କହୁଛି ନା ମହେନ୍ଦ୍ର ମଙ୍ଗଳ ଶନିବାର ଗପ ପଢ଼େ ନାହିଁ। ସପ୍ତାହଟା କେତେ ଦିନ ନା 7 ଦିନ। ସେ 2 ଦିନ ଛାଡ଼ିଦେଲା, ଆଉ କେତେ ଦିନ ରହିଲା? 5 ଦିନ ରହିଲା। ଯଦି 5 ଦିନ ସପ୍ତାହରେ ଗପ ପଢ଼ୁଛୁ, 8 ସପ୍ତାହରେ କେତେ ପଡ଼ିବ? 8 ଗୁଣ 5, ଆମେ ତ ମୁହେଁ କହିଦେଲେ 8 5 40 ଦିନ ଆନ୍ସର୍ ବାହାରିଗଲା। ଆମେ ଖାଲି କେବଳ ଧାରା କରିକି ଲେଖିବା। ଲେଖିଦେବ ମହେନ୍ଦ୍ର ସପ୍ତାହରେ ଗପ ପଢ଼େ। କେତେ ପିଲାମାନେ ନା ସପ୍ତାହଟା 7 ଦିନ, 2 ଦିନ କଟିଗଲା, ଏତିକି ପଢ଼େ। ତାହେଲେ ସେ 1 ସପ୍ତାହରେ କେତେ ପାରିଲା? 1 ସପ୍ତାହରେ ଗପ ପଢ଼େ ସମାନ 7 ଗୁଣନ 1 1 ସପ୍ତାହ, ଏତିକି ପଢ଼ିଲା। ଏତିକି ହେଲା ସପ୍ତାହ 5 ଦିନରେ 1 ଗୁଣ ହେଲା ସପ୍ତାହଟା। 8 ସପ୍ତାହରେ ପଢ଼ିବ, ସେ 8 ସପ୍ତାହରେ ଗପ ପଢ଼ିବା ସମାନ 7 ଗୁଣନ କେତେ 8। ତାହେଲେ ଏଇ ଯେଉଁ ଅପସନ୍ଟା ପାଇଲେ ବା ସାଂଖ୍ୟିକ ପରିପ୍ରକାଶଟା ପାଇଲେ କେଉଁ ଅପସନ୍ରେ ଅଛି? ଏହାକୁ ଆଉ ଟିକେ ସରଳ କରିଦେବା। ଦେଖ 8ଟା କ'ଣ ଗୁଣ ହେବ ନା 7, ଏଇଟା ବଣ୍ଟନ ନିୟମ ଅନୁସାରେ ହେଇଛି। 7ଟା 8 ସହିତ ଗୁଣ ହେବ, ଚିହ୍ନ ରହିଲା -2 ଗୁଣନ 8।
एटा एटा गोटे संख्या परिप्रकाश एटा ये जो दीटा परिप्रकाश कौन अच्छी जो ऑप्शन कौन अच्छी देख 7 फेड़ाण 2 गुणन 8 देख बी रही आ कौन अच्छी आम जो कले यहाँ जी रही लिखिदेव बी ओ जी यही गाणितिक परिप्रकाशटी को सूचित करुच्ची गाणितिक प्रकाशटी को सूचित करुच्ची मान बहुत गुड़े ऑप्शन थे लेकिन ता दीटा सूचक बी आउ जी मन रहा तेज आम 2 नंबर कंप्लीट तापर 3 नंबर अच्छी निम्न गाणितिक परिप्रकाश गुड़िकर मान निर्णयर विभिन्न पद्धति बाहर कर विभिन्न पद्धति ये जो रही सरलकटा रही तुम विभिन्न प्रणाली केतटा उपाय तुम्हें कर देख पे प्रथम 3 नंबर ए देखो प्रथम 1 - 2 प्लस 3 - 4 प्लस 5 - 6 प्लस 7 - 8 प्लस 9 एक बंधन दे देवा देख पे ये गोटे उपाय कर देख 1 ରୁ 2 गले -1 युक्त 3 ରୁ 4 गले -1 युक्त 5 ରୁ 6 गले -1 युक्त 7 ରୁ 8 गले -1 युक्त ये -1 टोटाल के माइनस कमन नहीं आस 1 2 3 4 5 के -5 ये गोटे उपाय होगा आ गोटे प्रणाली प्रथम सेकेंड प्रणाली देख आम यहाँ कौन करवा ना जो ये प्लस संख्या आ पूर्व किसी ना प्लस अच्छी कौन अच्छी प्लस ये प्लस ये प्लस ये प्लस सब कौन कले ना 1 प्लस के 3 नहीं आसिले आउ के प्लस संख्या अच्छी 5 नहीं आसिले आउ के अच्छी ना 7 नहीं आसिले आउ के अच्छी ना 9 नहीं आसिले एति प्लस संख्या नहीं आसिले माइनस संख्या कौन कर किए देख पे मैंने -2 देख पे माइनस गोटे कमनटा नहीं आसिले सब -2 प्लस तब मिसे दबा -4 माइनस नहीं आसी मैंने प्लस दे दबा प्लस एटा केते 6 प्लस 8 प्लस 10 एति हमरा कौन माइनस संख्या माइनस कमन नहीं आसला पर ये सब प्लस दे मिसे दबा वर्तमान केते मिसे देख पे मैंने देख 5 3 8 1 9 9 9 18 18 7 केते 25 25 ये फेड़ाण 1 4 2 6 12 12 8 20 30 केते 30 समान है देख 25 ରୁ -30 गला माने 30 ରୁ 25 फेर दो 5 जेहेतु बड़ संख्या चिन्ह माइनस अच्छे -5 तो ये 5 -5 है ये -5 होगा ताल से दीटा जो ऊपर कले भी एक आंसर पाइले ताल बी नंबर है 1 - 1 प्लस 1 - 1 प्लस 1 - 1 प्लस 1 - 1 प्लस एकम प्रणाली प्रथम कौन लिख एकम प्रणाली देख यहाँ कौन करवा आम एमती फेर दबा आपको बंधन दे फेरदेले 0 युक्त 0 युक्त 0 युक्त 0 5टा 0 समान होगा 0 फास्ट प्रणाली के 0 होगा सेकेंड प्रणाली देखिए सेकेंड प्रणाली कौन कर देख पे मैंने ना सब आगे प्रश्न लिखी दौचे देख ये सब प्लस संख्या सब पाखक नहीं आसिले 1 1 5टा आगे सब रोचे ताकू नहीं आसिले जो माइनस संख्या जिन पूर्वटा करते जमी सेमती करदे देख माइनस कौन कल कमन नहीं आसिले आउ सब प्लस करदे देख ये है 5 ये फेड़ाण 5 ये होगा 0 बुझीगला एमती कले 0 पाइले एमती कले 0 पाइले तो बी नंबर आमर दी प्रोसेस दी प्रणाली होगा तापर 4 नंबर है स्मॉलर दैन ग्रेटर दैन एंड इक्वाल व्यवहार करी निम्न जोड़ा गाणितिक परिप्रकाश गुड़िकर तुलना कर देख प्रथम रही 49 फेड़ाण 7 गुण युक्त 8 ब्राकेट है 49 फेड़ाण 7 युक्त देख पे ये 49 फेड़ाण 7 ये 49 फेड़ाण 7 युक्त 8 युक्त ये तो कौन पूरा सामान अच्छी तुम खाली लिख कौन उभय पार्श्वर एपट है बाम पार्श्व दक्षिण पार्श्व उभय पार्श्वर पद ओ चिन्ह चिन्ह भी सब समान पद ये गोटे पद ये गोटे पद ये गोटे पद ये सब कौन पद सामान सहित चिन्ह चिन्ह समान होइथिबारु उभय पार्श्व समान अटे उभय पार्श्व समान अटे तुम आउ थे प्रश्न लिखिक कर ना ये सामान चिन्हटा ही देदेव है आउ ये सामान चिन्हटा दे पारे तेज आम बी नंबर रही
83 गुणन 82 फेड़ान 18 ये 83 गुणन 40 फेड़ान 18 देख पे ये जो पद 83 42 अच्छी 83 गुणन 40 अच्छी ये -18 देख ताले कोडा बड़ जेहेतु लिखिदेव आधे बड़ कौन ये -18 मान सामान अच्छी 83 गुणन 42 ये 83 गुणन 40 जेहेतु 83 गुणन 42 बड़ ना बड़ हम 83 गुणन 40 ठारू देन बाम पार्श्व बड़ हम कौन दक्षिण पार्श्व लिखिदेव बाम पार्श्व LHS कही पूर्व बाम पार्श्व बड़ हम दक्षिण पार्श्व ठारू लिख सारा मोड ओवर चिन्ह भी ये दे पार सी नंबर रही सी नंबर 145 फेड़ाण 17 गुणन 8 এটা 145 फेड़ाण 17 गुणन 6 देख 145 145 समान अच्छी -17 गुणन 8 -17 गुणन 6 आधे बड़ कूड़ा सान कूड़ा लिख दो उभय पार्श्व कौन 145 कौन अच्छी समान अच्छी एवं देख -17 गुणन 8 बड़ हम ना -17 गुणन 6 आधे बड़ आर मूल्य बेला बेसी के 17 8 मूल्य बेसी चिन्ह जेहेतु माइनस हो जाते माइनस हम तार मूल्य कमी कमिका जीव कौन हम तार मूल्यटा कमिज मूल्य से सान हो आर जदि माइनस संख्या जिते बड़ हम भाव तो बड़ संख्या ना ना माइनस है कौन मूल्यटा कम 8 गुण अच्छे मैंने मूल्यटा कम यहाँ सान हम एपटा ही बड़ हम अतएव बाम पार्श्व सान हम दक्षिण पार्श्व ठार तो सी नंबर कंप्लीट डी नंबर 23 गुणन 48 फेड़ान 35 ब्राकेट रहा 23 गुणन 48 माइनस 35 यहाँ कौन 48 35 ब्राकेट भर देख ये 23 ये 23 ये 48 ये 48 ये माइनस किंतु ये ब्राकेट अच्छे ये ब्राकेट नहीं मुझे पूर्व बार समाधान करती संगे संगे हम कि बुझीपर ना बोलिकी मुझे कर बाम पार्श्व आउ दक्षिण पार्श्व जो समाधान करती से भाया समाधान करुच्ची पे देख बाम पार्श्व बा LHS दक्षिण पार्श्व अर्थ RHS बाम पार्श्व कौन अच्छी 23 गुणन 48 फेड़ाण 35 प्रथम कौड़ा समाधान करवा गुणन अच्छी आम सूत्र जानते बर हगु मिफे जदि न मन अच्छी न जाच देखिद ब र ह गु मि फे देख बर्थ बंदनी मन रखे जो सड़क जो बंदनी थी बंदनी पुणी से 4 प्रकार अच्छी कोटरा बंदनी चंद्र बंदनी वर्ग बंदनी आउ रेखा बंदनी से बंदनी पछर बुझे 4 प्रकार प्रथम बंदनी र अर्थ गुणन ह अर्थ हरण गु अर्थ गुणन देख पिला माने एठी गुणन एठी गुणन ए र ये कौन र ये कौन सड़क र लिखाई 55 र 4 ये र लिखाई आगे र ए गुणन तो चिन्ह दिया ये जो गुणन अर्थ कौन गुणन चिन्ह दिया बुझीपार मी अर्थ मिशाण जाच फे अर्थ फेड़ाण लास्ट को कम हुए सब सड़कर करके आस लास्ट को फेड़ाण कार्यटा करेंगे बुझे फेड़ाण कला समाधान ठीक आस नियम कले आम सड़कर ठीक उत्तर पाइबा तेज आम कौन करा 23 48 गुण 23 48 गुणले पाइबा आम रफर गुण दबा पाइबा आम 1104 केते पाइबा आम 1104 फेड़ाण 35 1104 35 गले 1069 तब दक्षिण पार्श्व देख पे दक्षिण पार्श्व अच्छे 23 गुणन 48 फेड़ाण 35 ताले ये कौन कर बंदनी अच्छी बंधन कार्य करना गुण गुणन कले 23 की रखीदबा गुणन चिन्ह देले 48 35 फेरदबा आ रहा 13 48 35 13 23 को 13 गुण देव 33 39 है के 299 देख ये 1069 299 किए है बड़ किए है बाम पार्श्व बड़ बाम पार्श्व है बड़ हम काठार दक्षिण पार्श्व ठार चाहिए आउ थे लिखिदेव अतएव देकी कि ये चिन्ह देद जो ऊपर जो थी आम चिन्ह करने ऊपर चिन्ह देद बुझेगला डी पर ई नंबर इंग्रेजी 16 फेड़ाण 11 गुणन 12 आ रहा दक्षिण पार्श्व -11 × 12 + 16 × 12 ये सब अच्छे हम कौन बाम पार्श्व बाहर कले
ବାମ ପାର୍ଶ୍ୱରେ ଯାହା ଅଛି ଆମେ ସମାଧାନ କରିଦେବା। ବାମ ପାର୍ଶ୍ୱ 16 ଫେଡ଼ାଣ 11 ବନ୍ଧନ ଭିତରେ ଇଣ୍ଟୁ 12। 16ରୁ 11 ଗଲେ ଆଉ ରହିବ ଆମର 5 ଗୁଣନ 12 ସମାନ ହେଇଗଲା 60। ଦକ୍ଷିଣ ପାର୍ଶ୍ୱ ସମାଧାନ କରିବା। ଦେଖ -11 ଇଣ୍ଟୁ 12 ପ୍ଲସ୍ 16 ଇଣ୍ଟୁ 12। ଏଠି କ'ଣ 12 କମନ୍ ଅଛି, ଦୁଇଟାଙ୍କର 12 ଅଛି, ସେଥିପାଇଁ ଆମେ କ'ଣ 12ଟାକୁ ପଦାକୁ ନେଇ ଆସିଲେ। ଆଉ ରହିଗଲା ଏଠି କେତେ -11, ଏଇ ଚିହ୍ନଟାକୁ ମାଇନସ୍ ବେଳେ ସେ ଚିହ୍ନ ଦେଖୁଛୁ, -11 ପ୍ଲସ୍ 16। ତାହେଲେ 12 ଇଏ ଦେଖ ବନ୍ଧନ ଭିତରେ ଯାହା ସବୁ କରିଦେବେ କେତେ ହେଇଯିବ, ଏଇଟା ଗୁଣନ ଆଉ ରହିଲା 5, ଇଏ ମଧ୍ୟ କେତେ ହେଇଗଲା 60, ଇଏ 60 ଇଏ 60 ଲେଖିଦେବ। ବାମ ପାର୍ଶ୍ୱ ଇକ୍ୱାଲ୍ ହେଲା ଦକ୍ଷିଣ ପାର୍ଶ୍ୱ। ଲେଖିଦେଲେ ଏଇଠି ସମାନ ଚିହ୍ନଟା, ଏଇ ପ୍ରଶ୍ନ ଲେଖି ଆଉ ତଳକୁ ଲେଖିଲେ ଚଳିବ, ଏଇଠି ମଧ୍ୟ ସମାନ ଚିହ୍ନ ଦେଇଦେଲେ ହେଇଯିବ। ତାପରେ ଏଫ୍ ନ 76 - 53 ଇଣ୍ଟୁ 88 ଗୁଣ ହେଇଛି, ବ୍ରାକେଟ୍ ଭିତରେ ଚିହ୍ନ ଦେବା। 88 ଗୁଣ 53 -600। ଦେଖ ଏଠି 88 ଗୁଣ ଅଛି, ଏଠି 88 ଗୁଣ ହେଇଛି, ଖାଲି ଦେଖିଦିଅ, ମନେ ମନେ ବି ଜାଣିପାରିବ, କିନ୍ତୁ ଆମେ କଷିକି ବାହାର କରିବା। ଏଠି 76 53 ଫେରିବା, 53ରୁ 76 ଫେରିବା। ଦେଖ ଏଇଟା 76ରୁ 53 ଫେରିଲା ମାନେ ଯୁକ୍ତ ସଂଖ୍ୟା ପାଇବା, ଧନାତ୍ମକ ସଂଖ୍ୟା ପାଇବା। ଏଟା କ'ଣ ହେବ ଆମର 53ରୁ 76 ଫେରିବାର ତ ମାଇନସ୍ ସଂଖ୍ୟା ପାଇବା। ଯେତେ ମାଇନସ୍ ସଂଖ୍ୟା ହେବ ଏଇଟା କ'ଣ ଛୋଟ ହେଇଯିବ, ଏଇଟା ନିହାତି ବଡ଼ ହେବ। ଏଇ ତାହେଲେ ଏଇପଟେ ଆମେ ସାଙ୍ଗେ ସାଙ୍ଗେ ଜାଣିପାରିଲେ ଯେ ଏଇପଟେ ଆମର ବାମ ପାର୍ଶ୍ୱଟା ବଡ଼। ତ ଟିକେ ବୁଝେଇ ଦେଉଛି କଷିକି ଲେଖିଦେବା। ବାମ ପାର୍ଶ୍ୱ 76ରୁ 53 ଯିବ, 6ରୁ 3 ଗଲେ 3 ଆଉ ରହିଲା ଇଏ 7ରୁ 5 ଗଲେ 2, 23 ଇଣ୍ଟୁ 88। ଦକ୍ଷିଣ ପାର୍ଶ୍ୱ 88 କି 88 ରହିଲା ଇଣ୍ଟୁ 53ରୁ 76 ପଳେଇବ, ତାର ଅର୍ଥ ବଡ଼ ସଂଖ୍ୟା ଫେରି 76ରୁ 53 ଫେରି 23 ହେଇଥିଲା, ଯେହେତୁ ବଡ଼ ସଂଖ୍ୟାରେ ଚିହ୍ନ ମାଇନସ୍, ସେଟା -23 ରଖିଦେବା। ବର୍ତ୍ତମାନ 88ରେ 23 ଗୁଣିବା, 88ରେ ଆମର କ'ଣ +23 -23 ଗୁଣି ଦେଲା ମାନେ ଏଇଟା તમે ଜାଣିପାରିଲେ ବଡ଼ ଧନାତ୍ମକ ସଂଖ୍ୟା, ତଥାପି ଗୁଣୁଛୁ। 88ରେ 23 ଗୁଣିବା ପାଇବା ଆମେ, ତାହେଲେ ରଫ୍ରେ ଗୁଣିଦେବା, ଗୁଣିଦେଲେ ପାଇବା ଆମେ 2024। ଗୁଣ ତ ପିଲାମାନେ ଶିଖିଥିବ। এটা হবে କ'ଣ, এটা ପାଇବା ମାଇନସ୍, ଯେହେତୁ ମାଇନସ୍ ଚିହ୍ନ ଅଛି, -2024। ତାହେଲେ ବଡ଼ ସାନ କିଏ ହେଇଗଲା, ଏପଟ ହେଲା ବଡ଼, ଏପଟ ସାନ, 2024 ଯେହେତୁ ଧନାତ୍ମକ ସଂଖ୍ୟା ସବୁବେଳେ ବଡ଼ ହେବ। ଯଦି 5 ଥାନ୍ତା, ଇଏ ବି 5 ବଡ଼, ଇଏ ବି ସାନ ହେବ। ଯେତେ ମାଇନସ୍ ଯିବା ବଢ଼ି ବଢ଼ି ଏଥରକ ଆମର ମୂଲ୍ୟ କମି କମିକା ଯିବ, ମନେ ରଖିବ। ବାମ ପାର୍ଶ୍ୱ ବଡ଼ ହେବ ଦକ୍ଷିଣ ପାର୍ଶ୍ୱ ଠାରୁ। ଲେଖିଦେଲେ ଚିହ୍ନ ଏଇଠି ମଧ୍ୟ ଦେଇପାରିବ। ତାହେଲେ ଏଫ୍ ନମ୍ବର କମ୍ପ୍ଲିଟ୍। ଚିହ୍ନ ରହିଛି 25 ଗୁଣ 42 ଯୁକ୍ତ 16, ଏପଟେ ରହିଛି ଦକ୍ଷିଣ ପାର୍ଶ୍ୱ 25 ଗୁଣ 23 ଯୁକ୍ତ 15। ଦେଖ ଏଠି 25, ଏଠି 25, ଏଠି 42, ଏଠି 43, ମାନେ ଗୋଟେ ବଢ଼ିଛି, ଏଠି 16, ଏଠି ଗୋଟେ 15 କମିଛି। ତାହେଲେ ଏଠି କ'ଣ ଆମେ ଜାଣୁଛୁ, ଅନୁମାନ କରୁଛୁ, ଏଇଟା କ'ଣ ସମାନ ହେଇଯିବ। କ'ଣ ହେଇଯିବ, ନ କଷିକି ଆମେ ଜାଣିଗଲେ ସମାନ। 25କୁ 25 ରହିଲା, 42ରୁ ଗୋଟେ ବଢ଼ି 43 ହେଇଛି, ଯଦି ଏଠି କ'ଣ 16 ଥିଲା, ଏଠି 15, ଏଠି କମି, ଏଠି ବଢ଼ିଲା, ଏଠି କମିଲା, ତା ଟୋଟାଲ ପରେ କ'ଣ ସମାନ ହେଇଗଲା। ଆମେ ନ କଷିକି ନ ହିସାବ କରିକି ଆମେ ଜାଣିଗଲେ। ତ ଟିକେ ଆମେ କ'ଣ କରୁଛୁ, କଷି ଦେଉଛି। କିନ୍ତୁ 5 ନମ୍ବରଟା ଦେଖିବ ପିଲାମାନେ, ନ କଷିକି କରିବା ପାଇଁ ଦେଇଛି, ଏଇଟା ନ କଷିକି କରିବ। ଏଇଟା ନ କଷିବା ପାଇଁ ଦେଇନି, ଏଇଟା ତୁମକୁ ଚାଲାକ କରିବା ପାଇଁ ଦେଇଛି। ତଥାପି ଆମେ ଟିକେ କଷିକି ବାହାର କରିଦେବା। ଦେଖ 25, 42ରେ 16 ଗୁଣିଲେ ପାଇବା, ପ୍ଲସ୍ ମିଶାଇବା, 42ରେ 56 ମିଶାଇଲେ 6 2 8, 4 1 5 58। ତାହେଲେ ଏଇଟା 25ରେ 58 ଗୁଣି ଦେବ, ରଫ୍ରେ ଗୁଣି ଦେଇପାରିବ। ଦେଖ 58ରେ 25, ପିଲାମାନେ ତ ଗୁଣ ଶିଖିଥିବ, ସବୁବେଳେ ପ୍ରାକ୍ଟିସ୍ ରଖୁଥିବ। 25 ଏକାଥରେ ଗୁଣ, 25 200 ନେଲା, ଏକାଥରେ 20 ନେଇଛି, 25 5 125, 20 145, ତାହେଲେ 1450। ଏଟା ହେଲା 1450। ଦକ୍ଷିଣ ପାର୍ଶ୍ୱ କରିଦେବା ହିସାବ, 25 ଗୁଣ 43 ଯୁକ୍ତ 15, 25କୁ 25 ରହିଲା, ଇଏ ମଧ୍ୟ ସେ 58 ହେବ ନା, ଇଏ ହେଲା 1450। ତାହେଲେ ବାମ ପାର୍ଶ୍ୱ ଇକ୍ୱାଲ୍ ହେବ କ'ଣ, ଦକ୍ଷିଣ ପାର୍ଶ୍ୱ। ସେମାନେ ଆଗରୁ ସମାନ ନ ଆମେ କଷିକି ମଧ୍ୟ ଜାଣିପାରିଥିଲେ। ଜି ନମ୍ବର କମ୍ପ୍ଲିଟ୍। ତାପରେ ଏଚ୍ 36 ଗୁଣନ 28 ଫେରାଣ 16, ବ୍ରାକେଟ୍ ଭିତରେ 35 ଗୁଣନ 27 ଫେରାଣ 15। ଦେଖା ପିଲାମାନେ 36 ଏଠି 35 ଅଛି, ଏଠି 28 - 16, ଏଠି 27 - 16। ଦେଖ 28ରେ କ'ଣ ହେଇଛି, ଗୋଟେ କମିଛି, ଏଥିରୁ ମଧ୍ୟ ଇଏ କମିଛି, ତା ମାନେ ଏଇଟା କ'ଣ ହେବ, ଇଏ କ'ଣ ହେଇଗଲା, ଇଏ ଦେଖ କରିଦେଉଛି ଆଗେ, ତାପରେ ଏଇଟା ହିଁ ବଡ଼ ହେବ। କେଉଁଟା, ବାମ ପାର୍ଶ୍ୱ ହିଁ ବଡ଼ ହେବ।
किपरि हम पे देख मुहे मुहे भी करी होची जेहेतु ये फेरले 12 ये फेरले 12 36 रे 12 फेरिया 35 12 फेरिया ये बड़ हम तुम मानू चालाक करने मुह मुहे प्राक्ट करने बहुत गुड़े क्वेश्चन प्राक्ट करने दो से तुम मैंने बेसी कषा कषि नक आइडिया खर्च कर 36 जेहेतु ब्राकेट अच्छी आम ये फेरदेले के पाइबा 12 पाइले 36 रे 12 गुण दब ताले 12 50 60 शून्य 9 6 बात 36 6 1272 हेल्ले मैं कथा 2 है 4 43 1272 2 ना 7 बात 36 7 43 है 432 तब दक्षिण पार्श्व नवा देख पे 35 35 रहा ये फेरले 12 ये के हम 12 50 60 ना 6 बात 36 6 42 ये है 432 ये है 420 बड़ आम यहाँ कहले बाम पार्श्व बड़ हम क्या ठारू दक्षिण पार्श्व ठारू चिन्ह ये देद तेज आमर एच नंबर कंप्लीट यह सहित आमर 4 नंबर सरीगला 5 रही हिसाब नक हिसाब करवा ना कही आस हिसाब करवा ना निम्न दिया गणित परिप्रकाश समान परिप्रकाश चिन्हट कर तुम्हें परिप्रकाश गुड़ी पद व्यवहार कर कि बंधन उपसर्ग कर लिखिपार एठार एकाधिक परिप्रकाश दत्त परिप्रकाश सामान हो पार देख प्रथम ए गोटे देला परिप्रकाश ये मान जहाँ हम ये 4टा ऑप्शन भर I 2I 3I कौटा ही आ मान सहित सामान गोटे हो पारे कि सब आग हो पारे कि 3टा हो पारे कि कौटा न हो पारे आम कौन करवा हिसाब नक कही आम ये करवा देख पिला माने फेर पाए 83 माइनस संख्या आगे मिसेदेले के 37 ये 49 सामान आम के 33 34 ताले एतिक मान एर मान हूँ 34 देख मुझे मन मन हिसाब देख ये 83 थी 84 अच्छी ये 37 थी 83 गोटे बढ़ी ए गोटे बढ़ला 37 थी 38 है ये 12 को 12 यहाँ आम सामान है कौन हो सामान 84 गोटे बढ़ी गोटे बढ़ी फेरदेला मैंने जब 12 फेरदेले हम न जानी पार्टी आउ बुझे दूसरी आम कौन कर 84 रू 38 गले एक 84 रहा ये माइनस माइनस कत माइनस 40 12 38 मिसे 40 नहीं कि फेरले पाइबा 34 देख लो माने आम हिसाब नक कहीपी तथा नजान पार्टी हिसाब करद गोटे गोटे करके कौन कर 2I 2I कौन कर देख पे मैंने 84 रहा बंधन कम आगे करदे 37 12 मिसेवा के चिन्ह रहा माइनस 37 12 मिसेले 49 49 रू फेरले पाए माने 35 3I 83 अच्छी माइनस माइनस मिसेला के माइनस 38 ये मिसेले 51 पाइला मैं के 2 ये 3 32 ये पाइला मैं 32 तापर I भी माइनस 37 युक्त 83 माइनस 12 एटा कौन कर माइनस संख्या मिसे दबा के आमर माइनस 37 ये 12 पाखु नहीं आसले माइनस तो आम कौन कले ना 37 12 मिसेदेले पाइले 49 49 83 मिसेदेले पाइले आम से कौन 83 49 फेरदबा आउ जहाँ चिन्ह तो प्लस रहा कौन अच्छी ये हो 34 देख ये 34 पाई प्रथम 34 पाई आउ कौटा ये सब गले 32 गोटे 35 ये नुहे अतएव दे अतएव I एवं I भी ए मान सहित समान यहाँ कमा दे देख मान सहित समान बुझेगला ये आम 4 नंबर एटा नंबर बी भल देखनी बिन रही 93 युक्त 37 गुणन 44 युक्त 76 जी मान बाहर से रही हिसाब न करके आम ये ऑप्शन भर कहीपर देख देखा सब एका भाया 93 सब 93 अच्छी 37 अच्छी 44 अच्छी 76 अच्छी चिन्ह भी कौट मिशाण फेराण गुण रही क्या भर कौटा ठीक हे मुझे कौन करी ना हिसाब न करके कहीदेवी कौटा ठीक केमी आम हिसाब कर पचर करा बहुत टाइम लगे तथा करवा कि मुझे आगतरा कहदे देख 93 37 44 गुणा है कौन है 37 44 देख कौट गुणा है 37 76 गुणले हम नहीं कि 37 93 गुणले हम 37 44 गुणा होता दरकार कौन अच्छे पे देख सब गुणन अच्छे किंतु अलग अलग सब अच्छे देख ए 43 44 37 76 एटा अलग देख 43 ये कौन है 37 44 गुणा है अच्छी
তাহলে এটা তারপরে 93 76 মিশা ହେଲା ତାପରେ ମିଶା ହେଇଛି ଏପଟ ସେପଟ ହଉ ପଛକେ କିନ୍ତୁ ଏଇ ଯେଉଁ ଆଇଭିଟା ହିଁ ଠିକ୍ ହିସାବ କଲେନି ଠିକ୍ କିନ୍ତୁ କ'ଣ କରିବା ନା ଆମେ କଷିକି ଯଦି ବାହାର କରିବା ଟାଇମ୍ ଲାଗିବ ତ କଷିକି ଦେଖେଇ ଦେଉଛି ପିଲାମାନେ ଦେଖ ତାର ପ୍ରଥମେ ମାନଟା ବାହାର କରିଦେଉଛି 93 ଯୁକ୍ତ 37ରେ 44 ଗୁଣିବା 37 44 ଗୁଣିଲେ ପାଇବା ଆମେ 1628 ଯୁକ୍ତ 76 ସମାନ ସବୁ ମିଶା ହେବ 1791 ତାହେଲେ କେତେ ହେଲା 1797 ଆର ମାନ ହଉ 1797 ତେଣୁ ଆଇର ମାନ ବାହାର କରି ନେବା ଆଇରେ ରହିଛି 37 ଯୁକ୍ତ 93 ବାର ଗଲେ ପାଇଲେ ଆମେ 4092 ମିଶାଣ 76 ସମାନ 6 2 8 8 7 15 5 ନେଲା 1 1 7 1 8 8 9 17 17 3 20 ନେଲା 2 2 ଇଏ ହେଲା କେବଳ 2 ମିଶିଗଲା ଆଉ ରହିଲା 4225 ପାଇଲେ ତାର ପୁଣି 2 ଗୁଣିବା ସମାଧାନ କରିବା ତାର 93 ଯୁକ୍ତ 37 ଇଣ୍ଟୁ 76 84 36ଟା ଆମେ କ'ଣ କରିବା ନା 76 ଗୁଣିଦେବା ଏଇଟା କାଗଜ କଲମ ନହେଲେ ହେବନି ମୁଁ କରି ହେଉ ନାହିଁ ସେଥିପାଇଁ କିଛି ହିସାବ ନ କରି ଆମର ତ ଲାଷ୍ଟ ଆଇଭିଟା ହିଁ ହେଉଛି ତଥାପି ଗୁଣୁଛନ୍ତି ଦେଖ 6 6 42 9 4 7 18 4 22 7 7 49 94 7 21 4 25 2 9 2 11 91 1 5 8 2 2812 କେତେ ଆମର ହେଉଛି ଏଇଟା 2812 93 ଯୁକ୍ତ 2812 ଯୁକ୍ତ 44 ମିଶାଇଲେ ପାଇବା ଆମେ 2949 ତା 2ଟା ଏତିକି ପାଇଲେ ତାପରେ 3 ତାର ହେଲା 93 ଯୁକ୍ତ 37 ବ୍ରାକେଟ୍ ଭିତରେ ଗୁଣନ 44 ଗୁଣ 76 ଦେଖ ବ୍ରାକେଟ୍ କାମଟା ଆଗ କରିବାକୁ କହି ଆସିଛି ବନ୍ଧନୀ କାମ କରିବା 93 37 ମିଶାଇଲେ ପାଇବା ଆମେ 7 10 12 ପାଇବା ଆମେ 140 ଗୁଣନ ଇଏ ପାଇବା 6 4 10 9 1 8 4 12 ଏ ହେଲା 120 ଦେଖ ପିଲାମାନେ ଶୂନକୁ ଶୂନ ଦୁଇଟା ଶୂନ ବସିଯିବ ଆଗେ 12କୁ 14 ଗୁଣିଆ 12 ହେଲେ 168 ତାହେଲେ କେତେ ହେଇଗଲା 16800 ତାହେଲେ ଇଏ ପାଇଛନ୍ତି ଆମେ କେତେ ପାଇଛନ୍ତି ମୂଲ୍ୟ 1797 ଇଏ ସବୁ ଏତେ ଗୁଡ଼େ ହେଳି ସବୁ ନୁହେଁ ତାହେଲେ ଆଇଭିଟା ଆମେ ଦେଖିବା ଲାଷ୍ଟଟା ଠିକ୍ ହେବ ତାପରେ ଆଇଭି 37 ଗୁଣ 44 ଯୁକ୍ତ 93 76 37 84 ଗୁଣିଛନ୍ତି ପାଇଛନ୍ତି ଆମେ 1628 ଦେଖିଦେବା 1628 ଯୁକ୍ତ 93 ଯୁକ୍ତ 76 ଟୋଟାଲ ପାଇଲେ ଆମେ 1797 ଅତଏବ ବିର ମାନ ଆଇଭି ସହିତ ବା ଆଇଭିର ମାନ ବିର ମାନ ଯାହା ଲେଖିଛ ଆଇଭିର ମାନ ସହିତ ସମାନ ତମେ ଚାହିଁଥିଲେ ଗୋଟେ ସେକେଣ୍ଡରେ ତମେ କ'ଣ କରିଥାନ୍ତ କିନ୍ତୁ ଯେହେତୁ କଷିଲେ ଟାଇମ୍ ଲାଗିଲା ବର୍ତ୍ତମାନ 4 ନମ୍ବର ବି କମ୍ପ୍ଲିଟ୍ 5 ନମ୍ବର 5 ନମ୍ବରରେ ରହିଛି ଭଲ ଦେଖିଲେ 4 ନମ୍ବର 5 ରହିଛି ଏକ ସଂଖ୍ୟା ନିଅ ଏବଂ 10ଟି ଭିନ୍ନ ଭିନ୍ନ ଗାଣିତିକ ପରିପ୍ରକାଶ ଲେଖ ଯାହାର ମାନ ଉକ୍ତ ସଂଖ୍ୟା ସହ ସମାନ ହେବ 6 ନମ୍ବର ଗୋଟେ ସଂଖ୍ୟା ନିଅ ସଂଖ୍ୟାଟି କ'ଣ ଲେଖେ ମନେ କର ତମେ କ'ଣ ଯେକୌଣସି ସଂଖ୍ୟା ନେଇପାରିବ ମନେ କର ସଂଖ୍ୟାଟି 50 ମୁଁ ନେଲି ତମେ 10 ନେଇପାରିବ 15 ନେଇପାରିବ ଥୋଡ଼ା ଯୁଗ୍ମ ସଂଖ୍ୟା ନେଲେ ଟିକେ ସୁବିଧା ବହୁତ କଷିବା ପାଇଁ ସୁବିଧା ହେବ 50 ତାହେଲେ ଆମେ ସବୁ ବାହାର କରିବା ପରିପ୍ରକାଶ ପ୍ରଥମେ ପ୍ରକାଶ ଦେଖ 20 ଯୁକ୍ତ 30 ହେଲା ନେଇ 50 2 ଲେଖିପାରିବ 15 ଯୁକ୍ତ 15 ଯୁକ୍ତ 20 ଇଏ ଗୋଟେ ପରିପ୍ରକାଶ ହେଲା ନେଇକି ତ ମିଶାଣ ନେଇଗଲା ଆମେ ହରଣ କରିବା ଦେଖ 30 ହରଣ 2 ଯୁକ୍ତ 10 ଯୁକ୍ତ 25 ଦେଖ କେତେ ଲମ୍ବା ହେଇକି ହେଇପାରିଲା ହେଲା 35ରେ 2 ହେଲେ 15 15 ହେଲା 25 ହେଲା 25 25 50 ଆଉ ମନେକର ନେଇପାରିବ 100 ହରଣ 2 100 ହରଣ 2 50 ନୁହେଁ କି ହେଇଗଲା ଭି ନମ୍ବର ଲେଖିଦେବ 40 ଯୁକ୍ତ 10 ଲେଖିପାରିବ VI 60 ଫେଡ଼ାଣ 10 ଇଏ ବି ହେଇପାରିବ V2 ତମେ ଯେତେ ଲେଖିପାରିବ ମୁଁ ଏତିକି 10ଟା ଯେହେତୁ ଦେଇଛି ମୁଁ 10ଟା ଲେଖିବି ତାହେଲେ ଲେଖିବ 30 ଯୁକ୍ତ 12 ପୁଣି ଯୁକ୍ତ 8 କରିପାରିବ 20 ଗୁଣନ 2 ଯୁକ୍ତ
10 ତାପରେ IX 25 ଗୁଣନ 2 ଏ ବି କରିପାରିବ। ତାପରେ x 10ଟା ହେଇଗଲା ନୁହେଁ କି? ତାପରେ ଲେଖିପାରିବ 30 ହରଣ 3 ଯୁକ୍ତ 30 ରେ 3 ହେଲେ 10 ପାଇବା ତାପରେ 40। ତମେ କ'ଣ ଯେ ଗୋଟେ ସଂଖ୍ୟା ନେଇକି ତୁମେ ସବୁ ଏମିତି ପରିପ୍ରକାଶ କରିଦେଇପାରିବ। 6 ନମ୍ବର କମ୍ପ୍ଲିଟ୍। ଏହା ସହିତ 43ର ସମାଧାନ ହେଇଗଲା। ଭିଡ଼ିଓ କଲେ ମତାମତ ଦେବ। ଭଲ ଲାଗେ ଲାଇକ୍ କର, ସବସ୍କ୍ରାଇବ୍ କର।